ଦେଖନ୍ତୁ କିଏ ଗୋଟେ ପ୍ରତିଷ୍ଠିତ ଅନୁଷ୍ଠାନ ଏଥିରେ ତ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କେତେବେଳେ କେ ମୁହୂର୍ତ୍ତରେ କ'ଣ ହେବ ତାର ଗ୍ୟାରେଣ୍ଟି କେତେବେଳେ ଦେଇ ହେବନି। ଆଉ ଯେଉଁ କଥାବାର୍ତ୍ତା ଉଠୁଛି ସେ ଛୁଆ ତ ଏତିକି ଶୁଣିବା କଥା ସେ ଆତ୍ମହତ୍ୟା ସେ କରିଛି ଏବଂ ଶୁଣାବି ଯାଉଛି ଯେ ସେ କୁଆଡ଼େ ସେ ପ୍ରେମ ବେପାର କରିକି ସେ ଆତ୍ମହତ୍ୟା କରିଛି। ଆଉ ଏଇ ଯେଉଁ ରାଜନୀତିକରଣ କରାଯାଉଛି ତାକୁ ରାଜନୀତି କରିବା କଥା ବି ନୁହଁ। ଅନୁଷ୍ଠାନ ଉପରେ ଯାହାର ସତ୍ୟ ଘଟଣା ଉପରେ ଯିବା ଦରକାର ଏବଂ ସେ ଆଧାରରେ ସମସ୍ୟା ସମାଧାନ ହେବା ଆବଶ୍ୟକ ଅଛି। କିଛି ଗଣମାଧ୍ୟମ ଆକୁ ନେଇକି ଅଧିକ ପ୍ରଚାର ପ୍ରସାର କରୁଛନ୍ତି। ଦେଖନ୍ତୁ ଗଣମାଧ୍ୟମ ତ ନ କହିବାଟା ଭଲ। ସେମାନେ ତେଲକୁ ତାଳ କରି କହିବେ। ସେ ବିଭିନ୍ନ ରଙ୍ଗ ଦେଇକି କେମିତି ନ୍ୟୁଜ୍ଟାକୁ ଚାରିମିନ କରିବେ, ଆକର୍ଷଣୀୟ କେମିତି କରିବେ, ତାଙ୍କ ନ୍ୟୁଜ୍ ସତ ମିଛ କରିକି ତାକୁ କେମିତି ତାଙ୍କ ମାର୍କେଟଟା କେମିତି ଚାଲିବ ସେ ରାସ୍ତାରେ ସେମାନେ ରହିବେ। ଆଉ ତେଣୁ ଗଣମାଧ୍ୟମଟା ଯେଉଁ ଗଣମାଧ୍ୟମ କଥା ଆମେ କହୁଛେ ଆଜି ଯେଉଁ ଭରସା ଯେତିକି ଆମେ ରଖିବା କଥା ସେତିକି ଆଉ ଲୋକଙ୍କ ପାଖରୁ ବହୁତ ଦୂରେଇ ଯାଉଛି। ନା ଦେଖନ୍ତୁ ବିଭିନ୍ନ ସମୟରେ ଅନୁଷ୍ଠାନକୁ ବଦନାମ କରିବା ପାଇଁ ତ ବହୁତ ବିଭିନ୍ନ ପ୍ରକାର ଲୋକ ବି ରହିଛନ୍ତି ଲାଗିଛନ୍ତି ଆଜିକା ଦିନରେ ବି। କାହିଁକିନା ମୋ ଜାଣିବା ଭିତରେ ଅଚ୍ୟୁତ ସାମନ୍ତଙ୍କର ଯେତିକି ଯେଉଁ ମାନେ ଯଶ କୀର୍ତ୍ତି ଏବଂ ଯେତିକି ତାଙ୍କ ସାଧନ ଯେତିକି ତ୍ୟାଗ ତପସ୍ୟା ଯେତିକି ବଳିଦାନ ଅଛି ତ ଆଜି ଓଡ଼ିଶାରେ ବିରଳ। ସାରା ଭାରତବର୍ଷରେ ସାରା ବିଶ୍ୱରେ ବିରଳ। ତେଣୁ ଏ ପରିପ୍ରେକ୍ଷୀରେ ତାକୁ ବଦନାମ କରିବା ପାଇଁ ସ୍ୱାଭାବିକ ସମସ୍ତେ ଚେଷ୍ଟା କରିବେ ଆଉ।